ଆମେ ଗତକାଲି 11 ନମ୍ବରଟା କମ୍ପ୍ଲିଟ୍ କରିନାହାନ୍ତି। ମନେ ପଡୁଛି ନା ମନେ ପଡୁନି? ତୋର ସବୁ ନେଟ୍ ପଳେଇଲା ହେଲା। ତାହେଲେ ଦେଖ ସେ 11 ନମ୍ବର କଣ କହୁଛି କହିଲେ ଆଗେ? ଇଏ ତ ସେଇଦିନ ମୋର ୟେସ୍ ହିଁ କହିଥିଲି। ଗୋଟେ ପ୍ରୋବ୍ଲେମ ହେଲା। ଠିକ ଅଛି। ୟେସ୍ ସାର୍। ହୁଁ। 11 କହୁଛି 18 is divisible by both 2 and 3 ହେଲା। କହୁଛି 18ଟା ଉଭୟ 2 ଆଉ 3 ଦ୍ୱାରା ବିଭାଜ୍ୟ। କହୁଛି ଇଟ୍ ଇଜ ଅଲସୋ, ତାମାନେ ସେ 18ଟା ସେମ୍ 18ଟା 2 3 ର ଗୁଣଫଳ 6 ଦ୍ୱାରା ବିଭାଜ୍ୟ ହବ। ହେଲା କି ନାହିଁ? କାହିଁକି ହଉଛି ନା 2 3 ର ଏଲସିଏମ୍ ଟା 6 ତେଣୁ ହଉଛି। ବୁଝିପାରିଲ ନା? ୟେସ୍ ସାର୍। ହଁ। କିନ୍ତୁ କହୁଛି ସିମିଲାରଲି ମାନେ ସେଇପରି ଭାବରେ ଏ ନମ୍ବର ଇଜ ଡିଭିଜିବଲ ବାଇ ବୋଥ 4 and 6 ମାନେ ଗୋଟେ ନମ୍ବର ଉଭୟ 6 ଆଉ 4 ଦ୍ୱାରା ଡିଭିଜିବଲ। ସେଇ ସେମ୍ ନମ୍ବରଟା ମାନେ ସେ ସେମ୍ ଏକ୍ସ ନମ୍ବରଟା 4 ଆଉ 6 ର ଗୁଣଫଳ 24 ଦ୍ୱାରା ବିଭାଜ୍ୟ ହବ କି? କ୍ୟାନ୍ ୟେସ୍ ସାର୍ ୟୁ ହବ? କ୍ୟାନ୍ ୟୁ ସେ ଦ୍ୟାଟ୍ ଦ ନମ୍ବର ମଷ୍ଟ ଅଲସୋ ବି ଡିଭିଜିବଲ ବାଇ 4 into 6 24 ହବ କି 24 ଦ୍ୱାରା? ଯଦି ହବନି ଗିଭ୍ ଆନ୍ ଏକ୍ସାମ୍ପଲ ଟୁ ଜଷ୍ଟିଫାଇ ଦ ଆନ୍ସର। ଗୋଟେ ଉଦାହରଣ ଦେଇକି ତମେ ତମ ଆନ୍ସରକୁ ତମେ ଜଷ୍ଟିଫାଇ କର। କାହିଁକି ହବନି ତୁମେ କହିବ ଏଇଥିପାଇଁ ହବନି। ହେଲା କି ନାହିଁ? ଗୋଟେ କଥା ଦେଖ ଏଇଠି 2 ଆଉ 18ଟା 2 ଆଉ 3 ଦ୍ୱାରା ବିଭାଜ୍ୟ ହଉଛି ହେଲା, ପୁଣି 6 ଦ୍ୱାରା ବିଭାଜ୍ୟ ହଉଛି। କାହିଁକି ନା 2 3 ର ଏଲସିଏମ୍ ଟା ହଉଛି କେତେ ନା 6। ବୁଝିପାରିଲ ନା? ଆଚ୍ଛା, ତ ଏଇଠି 4 ଆଉ 6 ର ଏଲସିଏମ୍ ଟା କଣ 24 କି? 4 ଆଉ 6 ନୋ ସାର୍। ହଉନି। କେତେ ହଉଛି ନା 12 ହଉଛି ନା 12। ତ ସେଟା 12 ଦ୍ୱାରା ବିଭାଜ୍ୟ ହବ। 4 6 ଦ୍ୱାରା ଯୋଉଟା ବିଭାଜ୍ୟ 12 ଦ୍ୱାରା ହବ, 24 ଦ୍ୱାରା ହବନି। ୟେସ୍ ବୁଝିଲେ ସାର୍। ନା? କାହିଁକି ତାଙ୍କ ଏଲସିଏମ୍ ହଉଛି 12। ଦେଖୁନୁ ଯେକୌଣସି ମନେକର ମୁଁ ସଂଖ୍ୟା ନେଲି, ସେ ସଂଖ୍ୟାଟା ହଉଛି 36। 36 ଟା 4 ରେ ହରିହବ, ହରିହବ ନା? ୟେସ୍ ସାର୍। 6 ରେ ବି ହରିହବ। 24 ରେ କଣ ହରିହବ 36 ଟା? ନା ସାର୍ ହଁ। ହବନି। କିନ୍ତୁ 24 ଟା 12 ରେ ଅଛି, 36 ଟାକୁ 12 ରେ ହରିପାରିବ, 12 3 36। କାହିଁକି 4 6 ରେ ଏଲସିଏମ୍ ହଉଛି 12। ବୁଝିପାରିଲ ନା? ୟେସ୍ ସାର୍। 24 ରେ ଏଟାକୁ ହରିପାରିବା ନାହିଁ, ତାଙ୍କୁ ଏଲସିଏମ୍ ଯେ 12 ରେ ହରିପାରିବା। ଏଇ ଏକ୍ସାମ୍ପଲ ଟା ଦେଇଦେବୁ ହେଲା। 4 can be divisible by 36. Now 36 can be divisible by 4 and 36 can also divisible by 6. But 36 cannot be divisible by 24. ବୁଝିପାରିଲ ନା? ୟେସ୍ ସାର୍। ତାପରେ ନେକ୍ସଟ କ୍ୱେଶ୍ଚନ 12 ନମ୍ବର କ୍ୱେଶ୍ଚନ ଆସିବ। 12 ନମ୍ବରଟା। ହୁଁ। କହୁଛି। ତୁ 11 ନମ୍ବର ଲେଖିବୁ କଣ? ରାଇଟିଂ ରେ ଲେଖିବୁ କଣ? ହୁଁ। ଲେଖିବି କି କହୁଛି। ଦେଖିବୁ 24 can be divisible by ନା 24 ନୁହଁ 36 ଲେଖିବୁ 36। 36 can be divisible by both 4 and 6 but cannot be divisible by 24 ଏଟା ଦେଲୁ ହେଲା। ତାପରେ 12ଟା ଆସିବ 12ଟା। ୟେସ୍ ସାର୍ ଆସିବ। I am the smallest number having 4 different prime factors. Can you find me? ହୁଁ। ଏମିତି ସବୁଠୁ ଛୋଟ ନମ୍ବର ତାର 4ଟା ପ୍ରାଇମ ଫ୍ୟାକ୍ଟର ଅଛି। ବୁଝିପାରୁଛ ନାହିଁ? ଗୋଟେ ଛୋଟ ସଂଖ୍ୟା ସବୁଠୁ କେତେ କହିବୁ? ତାର 4ଟା 4 ଡିଫରେଣ୍ଟ ପ୍ରାଇମ ଫ୍ୟାକ୍ଟର ତାର ଅଛି।
ବୁଝିପାରିଲେ ନାହିଁ ତୁ କହିବୁ ଯେ ଦୁଇ 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 ଚାରିଟା ଫ୍ୟାକ୍ଟର ନା ଯେ ଚାରିଟା ଯାକ ଡିଜିଟ୍ ଅଲଗା ଅଲଗା ଡିଜିଟ୍ ବୁଝିପାରୁଛ ନାହିଁ ସାର୍ 15 ଆଚ୍ଛା 15 ଗୋଟେ 15 କେଇଟା ପ୍ରାଇମ ଫ୍ୟାକ୍ଟର ଅଛି ଗୋଟେ ହଉଛି 3 ଗୋଟେ 5 କହୁଛି 4 ଡିଫରେଣ୍ଟ ପ୍ରାଇମ ଫ୍ୟାକ୍ଟର କହିଛି ବା ବୁଝିପାରୁଛ 1 एक ଗୋଟେ ପ୍ରାଇମ ନମ୍ବର ପ୍ରାଇମ ଫ୍ୟାକ୍ଟର ଏକଟା ଗୋଟେ ସ୍ପେଶିଆଲ ନମ୍ବର ଏକର ଗୋଟିଏ ଫ୍ୟାକ୍ଟର ଅଛି yes sir yes sir ବୁଝିପାରୁଛ ନାହିଁ ପ୍ରାଇମ ଫ୍ୟାକ୍ଟର୍ସ ମାନେ ଯୋଉ ଫ୍ୟାକ୍ଟର ଗୁଡା କେବଳ ପ୍ରାଇମ ନମ୍ବର ହେଇଥିବେ ସେଠୁ ଡିଫରେଣ୍ଟ ହେଇଥିବେ ଅଲଗା ଅଲଗା ହେଇଥିବେ ତ ସେଇ ସଂଖ୍ୟାଟା କିଏ ଯାହାର ଚାରିଟା ପ୍ରାଇମ ଫ୍ୟାକ୍ଟର ଅଛି ମୁଁ କହିବି 8 8ର କେଇଟା ପ୍ରାଇମ ଫ୍ୟାକ୍ଟର ଅଛି କେବଳ ଗୋଟିଏ 2 yes sir ତୁ କହିବୁ ତିନିଟା ତିନିଟା 2 ଗୁଣିଲେ 8 ହଉଛି କିନ୍ତୁ ଦୁଇଟା ଗୋଟିଏ ପ୍ରାଇମ ନମ୍ବର ନା ବୁଝିପାରୁଛୁ ନା yes sir ହଁ ତାହେଲେ ପ୍ରାଇମ ଫ୍ୟାକ୍ଟର ଚାରିଟା ଡିଫରେଣ୍ଟ ଅଲଗା ଅଲଗା ହେଇଥିବେ ହେଲା କି ନାହିଁ କହ ଯଦି 2 ହଉ ଗୋଟେ 3 ହଉ ନହେଲେ 5 ହଉ 7 ହଉ ଚାରିଟା ଅଲଗା ଅଲଗା ତାକୁ ଗୁଣି ଦେବୁ ଏଇ ଚାରିଟା ଅଲଗା ଅଲଗା କି ନାହିଁ ହେଲା ପୁଣି କହୁଛି ସ୍ମଲେଷ୍ଟ ନମ୍ବର ମାନେ ହଁ ତ ସ୍ମଲେଷ୍ଟ ପ୍ରାଇମ ନମ୍ବର ହେଇଥିବେ କି ନାହିଁ ସବୁ ଯାକ yes ଅଲଗା sir ଅଲଗା ତାହେଲେ 2 3 5 7ର ଗୁଣଫଳ ଯେତିକି ହେବ ସେଇଟା ହେଉଛି ଉତ୍ତର ଠିକ ଅଛି 2 3 6 5 30 7 210 ବୁଝିପାରିଲ ନା ତାହେଲେ ଏଇଟା ଲେଖିବ ଉତ୍ତର 2 into 3 into 5 into 7 will be 2100 is your answer ବୁଝିଲେ ନା yes ଏପଟେ ଲାଙ୍ଗୁଏଜ ତୋର ବହୁତ ପ୍ରୋବ୍ଲେମ ହଉଛି ନା ଠିକ ନା yes yes ଆଚ୍ଛା ଏଇଟା ଆସିବ ନା 3.6 ଆଜି କେତେ ତାରିଖ ଏଇଟା ଏଇଟା ଆଜି ପୁଣି ରିପିଟ କଲେ ଏଇଠୁ ଆଜି କେତେ ତାରିଖ 13 ନା 13 1 2022 12:45 କ୍ଲାସ ଆରମ୍ଭ କଲେ କହ 3.6 କହ HCF ହାଇଏଷ୍ଟ କମନ ଫ୍ୟାକ୍ଟର HCF କଣ ହାଇଏଷ୍ଟ କମନ ଫ୍ୟାକ୍ଟର ଆସିବ ନା yes sir ହେଲା ଏ ଶବ୍ଦକୁ ଆସିବ ନା ଆସିବନି ତ ଏଇ ଯୋଉ yes sir ଶୁଣ ଆଜି ଆଜି କି ବାର ଆଜି ହଉଛି ଗୁରୁବାର ହେଲା ତୁ ସଣ୍ଡେ ଭିତରେ ମତେ ଯୋଉ ସବୁ ଏକ୍ସରସାଇଜ ଫଟୋ ଉଠେଇକି ପଠେଇବୁ କମ୍ପ୍ଲିଟ okay sir ହଁ ହେଲା ତାପରେ ଏଇ ଟପିକରେ ଏକ୍ସରସାଇଜ କରିବି ଏ ଚାପ୍ଟର ଟୋଟାଲ କଣ ପ୍ଲେଇଂ ୱିଥ ନମ୍ବରସ ପର୍ଯ୍ୟନ୍ତ ଆଉ ଥରେ ସଣ୍ଡେ ହେଲା ବୁଝିଲା ଏଇଟା 2 ନମ୍ବରଟା କହ ଏ ସବୁ 3.6 ଏକ ନମ୍ବର କିଛି ବି ନାହିଁ ହେଲା କହ ତାପରେ ଏଇଟା 2 ନମ୍ବରଟା କହ yes sir coach yes sir sir two consecutive numbers ର HCF କେତେ numbers ର ହଉଛି ଶୁଭୁନି କି କୋ ପ୍ରାଇମ ନମ୍ବର କାହାକୁ କହନ୍ତି professor ଯୋଉ କୋ ପ୍ରାଇମ ନମ୍ବର ଯାହାର ମାନେ ମାନେ ଦିଟାର ମାନେ HCF ହଉଛି 1 so କୋ ପ୍ରାଇମ ନମ୍ବର କୁହାଯାଏ ଯାହାର HCF କେବଳ 1 is the only factor only common factor yes sir common factor ତାର ଦିଟା ଯାକ ସେ ଦିଟା ଯାକ ହେଲେ କମନ କୁହନ୍ତି ନାହିଁ ତ ତ ଦିଟା କନଜିକ୍ୟୁଟିଭ ନମ୍ବର ମାନେ ମୁଁ କହିବି 2 ଗୋଟେ 3 ଗୋଟେ କନଜିକ୍ୟୁଟିଭ ନମ୍ବର ତ 2 ର ଫ୍ୟାକ୍ଟର କିଏ 1 ଗୋଟେ 2 ଗୋଟେ 3 ହଉଛି 1 yes 3 ତ ତାଙ୍କର 1 କମନ ଫ୍ୟାକ୍ଟର ନୁହଁ yes sir
हाँ ମୁଁ କହିଲି 10 କହିଲି 11 କହିଲି 10 ରହୁଛି 1 10 2 5 ବାକି ରେଷ୍ଟ 11 ରହୁଛି 1 11 ତ 1 କମନ ଫ୍ୟାକ୍ଟର ନାହିଁ ସେଟା ତ ସବୁଠୁ ହାଇଏଷ୍ଟ କମନ ଫ୍ୟାକ୍ଟର ଏସଏଫ ମାନେ କଣ ହାଇଏଷ୍ଟ କମନ ଫ୍ୟାକ୍ଟର H ଫର ହାଇଏଷ୍ଟ C ଫର କମନ ଫ୍ୟାକ୍ଟର ଦିଟା କଞ୍ଜିକ୍ୟୁଟିଭ ନମ୍ବର ର ହାଇଏଷ୍ଟ କମନ ଫ୍ୟାକ୍ଟର କଣ ହବ କହୁଛି ଫାଇଣ୍ଡ ଦ ଏସଏଫ ଅଫ ଟୁ କଞ୍ଜିକ୍ୟୁଟିଭ ତାପରେ ତ କହୁଛି ନମ୍ବରସ ତାହେଲେ ଦିଟା କଞ୍ଜିକ୍ୟୁଟିଭ ନମ୍ବର ଏସଏଫ ହେଇଯିବ କେତେ ନା 1 ଆନ୍ସର ବୁଝିଲା ନା ନାହିଁ ପୁଣି କହୁଛି 2 ନମ୍ବର B ରେ କହୁଛି what is the HCF of ହେଲା 2 ନମ୍ବର B ବିଟ୍ ରେ କହୁଛି HCF of two consecutive CONSECUTIV consecutive even number ଦିଟା ପାଖାପାଖି ଇଭିନ୍ ନମ୍ବର ବା ଯୁଗ୍ମ ସଂଖ୍ୟାର ଏସଏଫ କେତେ ବୁଝିପାରିଲ ନା ବୁଝିପାରିଲୁ ହେଲା Yes, sir. ମାନେ ଏଇ ଯୋଉ ଲାଇନ ରେ ଏଟା ଲେଖିବି ଗୋଟେ ତାପରେ ଏଇ ଜାଗାରେ ପୁଣି ଏଟା ଲେଖିବି ଗୋଟେ ପୁଣି ଏଇ ଜାଗାରେ ଏଟା ଗୋଟେ ଲେଖିବୁ ଏଇଆ ତା ମାନେ ଆକ୍ଚୁଆଲି ଦେଇଛି ହେଲା କଣ ଦିଟା ଇଭିନ୍ ନମ୍ବର କଣ ହବ ଏଚସିଏଫ Sir, ଦିଟା ଇଭିନ୍ ନମ୍ବର କଞ୍ଜିକ୍ୟୁଟିଭ ଗୋଟେ 4 ନେ ଗୋଟେ 6 ନେ କଣ ଭାବୁଛୁ ଏ କଞ୍ଜିକ୍ୟୁଟିଭ ମାନେ ପାଖାପାଖି ଇଭିନ୍ ନମ୍ବର ହେଲା ନାଇଁ କଞ୍ଜିକ୍ୟୁଟିଭ ଇଭିନ୍ ନମ୍ବର ମାନେ ଇଭିନ୍ ନମ୍ବର କିଏ 2 4 6 8 10 12 ଯେକୌଣସି ଦିଟା ଏଥିରୁ 4 6 ନେଇପାରିବୁ ନହେଲେ 10 ନେବୁ ଯଦି ତାପରେ ନେକ୍ସଟ ନେବୁ 12 ନେବୁ 10 ନେବୁ ତା ସହିତ କିଏ ନେବୁ ତାପରେ 12 ନେବୁ ସିମ୍ପଲ yes, sir. 4 6 ରେ ଯୋଉ 4 ରେ ଏସଏଫ କିଏ କିଏ ସବୁ ଫ୍ୟାକ୍ଟର କିଏ କିଏ 1 2 4 6 ରେ Yes. କିଏ 1 2 3 6 ଏଠି 2 ହଉନି କମନ ଫ୍ୟାକ୍ଟର ଏସଏଫ ବୁଝି ଅଛି କି ଫ୍ୟାକ୍ଟର ତାଠୁ ଏସଏଫ ମାନେ ଯୋଉ No. ଫ୍ୟାକ୍ଟର ସବୁଠୁ ବଡ ଥିବ ଏଠି କିଏ 2 ରହୁଛି ନା ଏ କେସରେ ତାହେଲେ ଏସଏଫ କିଏ ହେଲା ହାଇଏଷ୍ଟ କମନ ଫ୍ୟାକ୍ଟର 2 10 ରେ ସେମିତି କିଏ କିଏ ହବ ଫ୍ୟାକ୍ଟର 1 2 5 10 12 ର କିଏ ହବ 1 2 3 4 6 ଆଉ ନିଜେ 12 ତାହେଲେ ଏଠି ବି 2 ଅଛି ଏଠି ବି 2 ଅଛି ଆଉ କୋଉଠି କି କମନ ଅଛି କି ଆଉ କେହି କମନ ଅଛନ୍ତି କି No, sir. ଯୁଗ୍ମ ସଂଖ୍ୟା ମାନେ 2 ଟା ସବୁଠି କମନ ଥିବ ତ ଏସଏଫ ଏ ଦିଟାରେ କିଏ ଅଛି ହାଇଏଷ୍ଟ କମନ ଫ୍ୟାକ୍ଟର Uh, 2 ଇଭିନ୍ ନମ୍ବର ଯେତେ ଇଭିନ୍ ନମ୍ବର ତାଙ୍କ ହାଇଏଷ୍ଟ କମନ ଫ୍ୟାକ୍ଟର ସବୁବେଳେ 2 ହେଲା କି ନାଇଁ ତ B ବିଟ୍ ର yes. ଆନ୍ସର ହବ କେତେ ନା 2 ପଇସା ମୁଁ ଭାବୁଛି ବେ ପୁଣି କହୁଛି ଫାଇଣ୍ଡ ଦ କଣ କହୁଛି HCF of two consecutive odd numbers ଏଇଟା କହ ତୁ କଣ ହବ B ବିଟ୍ ରେ କହୁଛି HCF of two consecutive odd numbers କଣ ହବ କହ CF ସାର୍ ମୁଁ କହିବି ସତରେ କହିବି ମିଛରେ କହୁନୁ ତୁ नो सर जमा इच्छा नहीं और मैंने होती हूँ संख्या अजीब संख्या होती पाँच सर वन हब को प्राइम ଯେତେ ସବୁ ଅଡ୍ ନମ୍ବର୍ସ ରହିଲା କିଏ 1 ଯାଉଛି 3 5 7 9 କି ନାଇଁ ଆଉ 11 ତ ମୁଁ 7 9 କୁ ଧରିବି 7 ର ଫ୍ୟାକ୍ଟର 1 7 9 ଫ୍ୟାକ୍ଟର କିଏ 1 3 9 ଏକ ହଉନି ସିମ୍ପଲ ଏତେ ସମୟ କଣ ଭାବୁଛୁ ଏଟା ଆନ୍ସର ହେଇଯିବ କେତେ ନା 1 ଆନ୍ସର ବୁଝିଲା ନାହିଁ ଆଚ୍ଛା 3 ନମ୍ବର ଟା କହ ଆଜି ଟପିକ ଟା ସାରିବା ହେଲା 3 ନମ୍ବର ଟା କହ ମାମା ତୋର କେତେ ସିରିୟସ ପାଠ ପଢିବାର ନା ନାହିଁ କୁଆଡେ ପଳେଇଲୁ where you have gone twinkle नो सर चाहिए ହଁ ଏଇଟା କଣ ହବ କହ सर फ्रैक्शन द्वारा जो 4 और 15 इससे बाहर करी ତୁ ମତେ ଏତେ କଥା କହନା କ୍ୱେଶ୍ଚନ ଟା କଣ ବୁଝିଲୁ କି କହ ତାପରେ ଉତ୍ତର କହିବୁ
HCF of co-prime numbers 4 and 15 was found was follows by factorations. ଫ୍ୟାକ୍ଟରାଇଜେସନ। ତାପରେ HCF ବାହାର କରାହବ କି ମାନେ ବାହାର କର କୋ-ପ୍ରାଇମ୍ ଦିଟା ସଂଖ୍ୟା ଯୋଉ 4 ଆଉ 15 ଆଉ ତାର ଫ୍ୟାକ୍ଟରାଇଜେସନ ଦ୍ୱାରା ବାହାର କର। ହଁ ବୁଝି ଏଚସିଏଫ ଅଫ କୋ ପ୍ରାଇମ୍ ନମ୍ବର୍ସ 4 ଆଉ 15 ତାମାନେ 4 15 ଦିଟା କଣ କୋ ପ୍ରାଇମ୍ ନମ୍ବର୍ସ କହିଛି ଏଠି ବୁଝି କି ନାହିଁ ଏଚସିଏଫ ଅଫ କୋ ପ୍ରାଇମ୍ ନମ୍ବର୍ସ 4 and 5 ତାମାନେ ଏ ଯୋଉ କୋ ପ୍ରାଇମ୍ ନମ୍ବର୍ସ ଏଟା କିଏ ଗୋଟେ 4 ଆଉ ଗୋଟେ 15 ହେଲା ବୁଝିପାରୁଛ ନାହିଁ ଦେଖୁନୁ 4 ର କିଏ ହଉଛି ଯୋଉ 4 ର ଫ୍ୟାକ୍ଟର ସବୁ କିଏ କିଏ 1 2 4 15 ଫ୍ୟାକ୍ଟର କିଏ 1 2 3 5 ଆଉ 15 ତ ଆଙ୍କର 1 ହଉଛି କେବଳ ଫ୍ୟାକ୍ଟର କି ନାହିଁ ଗୋଟିଏ କौन ଫ୍ୟାକ୍ଟର ଓକେ ତ ଏଇ ଦିଟା ଆମେ କି ଫ୍ୟାକ୍ଟର ନା କୋ ପ୍ରାଇମ୍ ନମ୍ବର୍ସ ହେଲା କି ନାହିଁ ତାହେଲେ ସେ ଯୋଉ କୋ ପ୍ରାଇମ୍ ନମ୍ବର୍ସ ଆଙ୍କର ଫ୍ୟାକ୍ଟରାଇଜେସନ ମେଥଡରେ ତାଙ୍କର ଏଚସିଏଫ କାଢ ତାଙ୍କର ଯୋଉ ଏ ଯୋଉ 4 ଆଉ 15 ର ଫ୍ୟାକ୍ଟରାଇଜେସନ ମେଥଡରେ ଏଚସିଏଫ କାଢ ତାହେଲେ 4 କୁ ଆମେ କେମିତି ଲେଖିପାରିବା 2 into 2 ଲେଖିପାରିବା କି ନାହିଁ ଆଚ୍ଛା ଆଉ 15 କୁ କେତେ ଲେଖିପାରିବା 3 into 5 ହଁ ନା ନାହିଁ ଆଚ୍ଛା ତ ଏଇଠି ଗୋଟେ କଥା କହ ତ ଏଇଟାକୁ ଏଇଟା ହଉଛି 4 ତ ଏଇଠି ଆମେ ଇଣ୍ଟୁ 1 କରିପାରିବା ଏଠି ବି ଏଠି ଇଣ୍ଟୁ 1 କରିପାରିବା ତାଙ୍କ ଭିତରେ ଯୋଉ ଫ୍ୟାକ୍ଟର ଅଛି ଏଇ ଫ୍ୟାକ୍ଟର ଭିତରେ କମନ କିଏ ଅଛି କି ହାଇଏଷ୍ଟ କମନ ଫ୍ୟାକ୍ଟର କହିଛି ତାହେଲେ କଣ ହବ ଏଠି କିଛି କମନ ଅଛି କି No sir. କମନ ନାହିଁ ଏକ ନାହିଁ ଏଠି Yes sir. କୋ ପ୍ରାଇମ୍ ଆଉ ନମ୍ବର ବା sir ଦେଲା କୋ ପ୍ରାଇମ୍ ବା କମନ ହଉଛି 1 ଆଉ ତୁ ଭୁଲି ଯାଉଛୁ କାହିଁ ସେଟା ଯେତେ କୋ ପ୍ରାଇମ୍ ନମ୍ବର ରହିଲା ବୁଝିଲା ଯେତେ ସବୁ ଦୁନିଆରେ ରହିଲା କୋ ପ୍ରାଇମ୍ ନମ୍ବର ତାଙ୍କର ଏଚସିଏଫ କେତେ ବାହାରିବ 1 ସବୁବେଳେ 1 ବୁଝିପାରିଲ ନା 20 ଆଁ sir 20 ବାହାରିବ କଣ 20 ବାହାରିବ ମତେ ଶୁଭିଲା ଯେତେ ସବୁ କୋ ପ୍ରାଇମ୍ ନମ୍ବର ତାଙ୍କର ଏଚସିଏଫ ବାହାରିବ କେତେ ନା 1 20 ତତେ କହିଲି ହଁ ଶୁଭୁଛି ହେଲା ନା Yes. ବୁଝିବା since there is no common factor so HCF of 4 and 15 is 0 କହୁଛି ହେଲା ନା ଦେଖ ତୁ 4 15 ର କିଛି ଏଠି କମନ ଅଛି କି ପ୍ରାଇମ ଫ୍ୟାକ୍ଟରେସନ କିଛି କମନ ଅଛି ଏଠି ଆରେ ଏଇଟା ତ ପ୍ରାଇମ ଫ୍ୟାକ୍ଟରେସନ ମେଥଡ ନା ଏଠି କିଛି କମନ ଅଛି କି ଏଠି କମନ ନାହିଁ ସେ କ୍ୱେଶ୍ଚନ କହୁଛି HCF of 4 ଆଉ 15 ହଉଛି 20 କେତେ କହୁଛି HCF ଏହାର ଏଇଟା 20 କହୁଛି ଏଟା ଠିକ କି ଇଜ ଦ ଆନ୍ସର କରେକ୍ଟ ଶୁଭୁନି କି Yes sir. ହେଲା ହଁ କ୍ୱେଶ୍ଚନ ପଚାରିଛି 4 ଆଉ 15 ରେ ଏଚସିଏଫ ଶୂନ ଠିକ କି ଏଇଟା ଠିକ ନା ଭୁଲ No. ଭୁଲ କହିବି ଦିସ୍ ଇଜ ନଟ୍ ରଙ୍ଗ କହିବି नो ଇଟ ଇଜ ଠିକ ନୁହଁ କାହିଁକି ନାଇଁ ଆନ୍ସର ତାହେଲେ କରେକ୍ଟ ଆନ୍ସର କଣ କହିବୁ HCF of 4 and 15 is କେତେ ନା 1 ଏଇଟା ତ ଆନ୍ସର ହବ କାରଣ ଟା ମୁଁ ଏଠି ବୁଝେଇ କହିଲି ବୁଝିଲେ ନାହିଁ ହେଲା ଆଉ କିଛି ଜିନିଷ ପଢିବାକୁ ନାହିଁ 3.7 ର ସହିତ ଏକ୍ସରସାଇଜ କରିବା ଏଲସିଏମ କାଢି ପାରିବୁ ଦିଟା ଜିନିଷର କାଢି ପାରିବୁ ନା କାଢି ପାରିବୁନୁ Yes sir. କହିଲୁ 12 18 ଏଲସିଏମ କେତେ କହିଲୁ sir କହୁଛି 12 18 step ଓହୋ 12 ଏଲସିଏମ 18 ଅଫ ହଉଛି 2 2 3 6 36 36 ହେଲା सिंपल तो 12 मल्टीपल କରିଦେବୁ ଆଉ 18 ମଲ୍ଟିପଲ କରିଦେବୁ ଯୋଉଟା ସବୁଠୁ ଛୋଟରେ ପାଇବୁ ଯୋଉଟା କମନ ଆସିବ ପ୍ରଥମ ମଲ୍ଟିପଲ ଟା ସେଇଟା ହେଇଯିବ ଏଲସିଏମ ସିମ୍ପଲ ହେଲା ନା ତାର ବର୍ତ୍ତମାନ ଏଲସିଏମ ଜାଣିଛି କିଛି ଅସୁବିଧା ନାହିଁ ଏଲସିଏମ ଏମିତି କରିପାରିବୁ ଏମିତି କାରଣ ଏଲସିଏମ ବେସିକାଲି ଏମିତି ଶିଖନ୍ତିନି କି ଏଲସିଏମ 12 18 ତାକୁ 2 ରେ କ୍ୟାଲକୁଲେଟ କରନ୍ତି 212 2 9 18 ପୁଣି ଏଟା କେତେ କରିବା 3 ରେ କରିବା 3 2 6 3 3 9 ହେଲା ଏ ସବୁତକ ସଂଖ୍ୟାକୁ ଆମେ କଣ କରିବା
मल्टीप्लाई करिया 2 into 3 into 2 into 3 is 36 बुझिला नहीं अच्छा एई संख्या रे एलसीएम केते कहलो Yes, sir. 25 20 25 30 एलसीएम ऑफ 20 25 30 टेल मी Sir, 300. 20 25 30 ହେଲା कह मु कौन करिवे एठी एठी कह कौन करिवे Sir, प्रथमे 5 रे 5 रे दूरे काटी परिबेनी को दूरे काटी हो ना ଏସେ ଦୂର ଟିକେ ମାନେ ସମୟ ଲାଗିବ ଆଉ କାଇଁ ସମୟ ଲାଗିବ ଦୂରେ କରି ହେବନି କଣ ଏସେ କରିହବ ତ ହଁ ହେଲା ନା ଏଚସିଏଫ ଯେତେବେଳେ ଆମେ କାଟୁଥିବା ଏଚସିଏଫ ସେଥିରେ ଆମେ ଚେଷ୍ଟା କରିବା ତିନିଟା ଯାକ ଜିନିଷ ଡିଭିଜିବଲ ହବା ଦରକାର ନୁହେଁ କି ସରି କିନ୍ତୁ ଏଲସିଏମ ରେ ଗୋଟେ ହେଲେ ବି ଚଳିବ କିଛି ଅସୁବିଧା ନାହିଁ 5 5 5 25 530 ଏବେ ତ ସେ ଦୁଇରେ କରିବା ନା ମୁଁ ଏଇଠି କରିଥାନ୍ତି ନହେଲେ ଏଇଠି ତୁ କଲୁ ଏକା କଥା ନୁହେଁ କି 2 2 4 ସେ 5 5 ଓହ୍ଲେଇ ପଡିବ ଏଇଠି ନ କଟିଲେ ବି ଚଳିବ 2 3 6 ଏବେ ସବୁ ସେମ ଜିନିଷ ଆସିଲା କେତେବେଳେ ଏଲସିଏମ କେତେ ହେଇଯିବ 300 ହେଇଯିବ ଏସି ଜିନିଷ ଜଣା ତ ଅଛି ତତେ ଆଉ ଆଚ୍ଛା ବର୍ତ୍ତମାନ ଏସଏଫ ଏଲସିଏମ ର ପ୍ରୋବ୍ଲେମ କରିବା ହୁଁ ଏଇଟା କହ ଶୁଭୁଛି ନା ଆରେ କ୍ୱେଶ୍ଚିନ୍ ଟା ପଢିକି ବୁଝା ଆରେ ଭଲ କଥା ଏସେ କହୁଛି नो मोर चिटिंग No, sir. sir, ଗୋଟେ ମର୍ଣ୍ଣିଂ ୱାକ୍ ରେ ମାନେ ମାନେ ମର୍ଣ୍ଣିଂ ୱାକ୍ ଯୋଉ ଯାଆନ୍ତି ହୁଁ ସେ 3 ଜଣ ମାନେ ସାଙ୍ଗ ହଉନାହାନ୍ତି କି 3 ଜଣ ପର୍ସନ ମାନେ ଯାଇଥିଲେ ମର୍ଣ୍ଣିଂ ୱାକ୍ କରିବାକୁ ଷ୍ଟେପ ଅଫ୍ ଟୁଗେଦର ମାନେ କଣ ମାନେ ସାଙ୍ଗ ହେଇ ଗଲେ ହେଲା କି ନାଇଁ ତିନି ଜଣ ସାଙ୍ଗ ଅଛନ୍ତି ଏଇଠି ହେଲା ତିନି ଜଣ ସାଙ୍ଗ ଏକା ସାଙ୍ଗରେ ଷ୍ଟେପ ପକେଇବା ଆରମ୍ଭ କଲେ ତାମାନେ ଜଣେ ପକେଇଲା 80 ଜଣେ ପକେଇଲା 85 ଜଣେ ପକେଇଲା 90 ସେମିତି ତ ଶୁଣ ରେସ୍ପେକ୍ଟିଭଲି ଶୁଣ ତାପରେ ଜଣଙ୍କର ଷ୍ଟେପ ହଉଛି 80 ଆଉ ଗୋଟେ ଷ୍ଟେପ ପକେଇଲା ତାର 85 ଆଉ ଜଣେ ଷ୍ଟେପ ପକେଇଲା ତାର କେତେ 90 ସେଣ୍ଟିମିଟର ହେଲା ବୁଝିପାରିଲ ନାଇଁ ହେଲା ତାପରେ ମାନେ ତିନି ଜଣ ସମାନ ଜାଗାରୁ ଆରମ୍ଭ କଲେ ତାଙ୍କ ପ୍ରଥମ ଷ୍ଟେପ ଟା ତାପରେ ନେକ୍ସଟ କଣ କହୁଛି ହ୍ୱାଟ ଇଜ ମିନିମମ୍ ଡିଷ୍ଟାନ୍ସ ହେଲେ ତିନି ଜଣ କେତେ ଡିଷ୍ଟାନ୍ସ ଟ୍ରାଭେଲ କଲେ ତିନି ଜଣ ଏଇଠୁ ଆରମ୍ଭ କରିଥିଲେ ଏଇଠୁ ସେ କେତେ କେତେ ଡିଷ୍ଟାନ୍ସ ଯିବେ ଇଚ୍ ସୁଡାକ ପ୍ରତ୍ୟେକ କେତେ ଡିଷ୍ଟାନ୍ସ ଗଲା ପରେ ସୋ ଦ୍ୟାଟ ଅଲ୍ କ୍ୟାନ୍ କଭର ଦ ସେମ୍ ଡିଷ୍ଟାନ୍ସ ସମସ୍ତେ ହଉଛି ଇନ କମ୍ପ୍ଲିଟ ଷ୍ଟେପ ମାନେ ସମସ୍ତେ ଗୋଟେ କମ୍ପ୍ଲିଟ ଷ୍ଟେପ କରିବେ ନା କି କାହାର ଅଧା ଖଣ୍ଡିଆ ଷ୍ଟେପ ହବନି ମନେକର ସମସ୍ତେ ଏଇଠି ପହଞ୍ଚିଲେ ଲାଗି ନାହିଁ ଏଇ ଯୋଉ ଲୋକର ଷ୍ଟେପ ଟା ଆସି ଲାଷ୍ଟ ଷ୍ଟେପ ଟା ଆସି ଏଇଠି ପଡୁଥିବ ଏଇ ଯୋଉ ଲୋକ ଯିଏ ଯାଉଛି 85 ବାଲା ତାର ବି ଲାଷ୍ଟ ଷ୍ଟେପ ଟା ଆସି 11 ପାଖରେ ପଡୁଥିବ ଏବଂ ଯେ 90 ସେମି ଯାଉଛି ତାର ବି ତା ଷ୍ଟେପ ଟା ଆସି 11 ପାଖରେ ପଡୁଥିବ ବୁଝିପାରୁଛ ନାଇଁ yes sir ଏ କ୍ୱେଶ୍ଚିନ୍ ପଚାରିଛି ଓକେ ସମସ୍ତଙ୍କ ଷ୍ଟେପ ଟା ବଡ ଛୋଟ ଅଛି ଏଠି ଆମେ କଣ କରିବା କେମିତି ଜାଣିବା କେମିତି କରିବା ସାର୍ ତାର ଏଲସିଏମ ନବା ହଁ ଯେତେବେଳେ ପଚାରିଛି ମିନିମମ୍ କଥା ପଚାରିବ ମିନିମମ୍ ମିନିମମ୍ ହଉ ୱାଟ ଇଜ ଦ ରୁଟ ଥିବ ମିନିମମ୍ ଥିବ କିମ୍ବା ଲିଷ୍ଟ ଥିବ କିମ୍ବା ସ୍ମଲେଷ୍ଟ ଥିବ
तेम कोन काढिबा एलसीएम काढिया कोन काढिया एलसीएम सर बुझछ नै मैक्सिमम थिबो कि ग्रेटेस्ट थिबो कि ताले सिंपल आबे कोन करबा एठी जो 80 अछि 85 अछि 90 अछि तार हम एलसीएम काढिबा हला एटा हे उत्तर हला तो एलसीएम केमिति काढिबु निजे काढिबु कांसेप्ट हो जेति पिला नेक्स्ट क्वेश्चन को देखो 14 नंबर देखो सर कहूची फाइंड द लीस्ट नंबर हु इज अनडिवाइडेड सर एतिकी सबुर नो सर मैं कहूची जेति कहछि लिस्ट स्मॉलेस्ट मिनिमम सर प्रथम एलसीएम मार जेतिकी हबा तादरु सबुतर साथ साथ फेड दो जेतिकी हो सेतिकी आ कोन कहलु उत्तरटा एटा पुरी गेला ना एलसीएम काढिया कार कार एलसीएम ऑफ हम कोन काढिबा हां 24 12 16 24 36 अंकर एलसीएम काढिबा एलसीएम जेति की बाहरिबो ला मन कर x बाहरला तापर कोन करिया तो सबुतर साथ साथ फेड दो समुद्रन कोद्र फेड साथ नो सर सर ओहो सर भूल गई सर खाता ए सुनबो ए कथा सुननु ला ମୁଁ କହିଲି 12 ଆଉ 16 ର ଏଲସିଏମ ତା ମାନେ କଣ କେତେ হবে 12 16 ର ଏଲସିଏମ हेलो हेलो ये सर कहूची 12 16 ର ଏଲସିଏମ କେତେ କହ କେତେ ସମୟ ତୋର ଲାଗୁଛି ବେ 12 ସେଟା ନବୁ 12 के 12 24 गोटे 36 गोटे 48 गोटे 16 16 के 16 16 दूने 32 16 3 48 48 ले तांगे एलसीएम कौन तू भाबुଛୁ କହିଲୁ हां सर 41 41 वाओ ତାହେଲେ ତ କେତେ 12 16 ଏଲସିଏମ କେତେ ବାହାରିବ 48 କି ନାହିଁ ये सर ହଁ କେବେ 48 ବାହାରିଲା ତ ଯଦି 48 ବାହାରିଲା ଏଲସିଏମ ମାନେ କଣ ତାଙ୍କ ଗୁଣଫଳ କି ନାହିଁ ये सर ଆରେ ଏଲସିଏମ ମାନେ ଦିଟା ଜିନିଷର ଗୁଣଫଳ ସାଧାରଣ ଗୁଣଫଳ ଯୋଉଟା କୁହନ୍ତି ଠିକ କି ଆଚ୍ଛା ତାହେଲେ 48 କୁ ଆମେ ଯଦି 62 ରେ 12 ରେ ହରିବା ତାହେଲେ ସେଟା ହରି ହବ ନା ହରି ହବନି ମତେ କହ ଆଁ ये सर हब ହଁ ତାହେଲେ ଏଲସିଏମ ସବୁବେଳେ ଯୋଉ ଦିଟା ସଂଖ୍ୟାରେ ବାହାରିବ ସେଇ ଦିଟା ସଂଖ୍ୟାକୁ ସେଇ ନମ୍ବରଟାରେ ଯଦି ସେ ଦିଟା ସଂଖ୍ୟା ହରିବା ଇଏ କମ୍ପ୍ଲିଟଲି ଡିଭିଜିବଲ ହବ ବୁଝିପାରୁଛ ନାହିଁ 48 ବାଇ 12 କମ୍ପ୍ଲିଟଲି ଡିଭିଜିବଲ ହବ ସେମିତି ଲେଖିଥିଲି 14 ଟା 48 ବାଇ 16 ମଧ୍ୟ କମ୍ପ୍ଲିଟଲି ଡିଭିଜିବଲ ହବ ହବ କି ନାହିଁ ये सर ଆଚ୍ଛା ତାହେଲେ ଏଇ ଯୋଉ 12 16 24 36 ଆଙ୍କର ଯୋଉ ଏଲସିଏମ ଟା ବାହାରିବ ଯେତେ ବି ବାହାରିବ ତାହେଲେ ମନେକର ସେ ସଂଖ୍ୟାଟା x ତାହେଲେ ସେ ସଂଖ୍ୟା ଦେହରେ ସବୁ ଯାକ କମ୍ପ୍ଲିଟଲି ଡିଭିଜିବଲ ହେବେ କି ନାହିଁ ये सर ଆଚ୍ଛା ଏଇ ଯୋଉ 48 କେସରେ କାହା କେସରେ 48 48 କୁ ଆମେ 12 ରେ ହରିଲେ ଏଟା କମ୍ପ୍ଲିଟଲି ଡିଭିଜିବଲ ହେଇଯିବ କି ନାହିଁ ଯଦି 12 ये 48 ତ ରିମାଇଣ୍ଡର କେତେ ପଇଲା नो सर सर आंसर हब 48 से 7 मिस्ता हब ହଁ ତୁ ଫେଡିଆ सर କଥା मिसेले କହୁଥିଲୁ ନା सिना तार रिमाइंडर टा भारियो ସେଇଥିପାଇଁ ତତେ ଏତେ କଥା ବୁଝେଇ କହିଲି ତୁ ଉତ୍ତରଟା ଯେମିତି କହିବୁ ତ ରିମାଇଣ୍ଡର ମାନେ କଣ ଯୋଉ କମ୍ପ୍ଲିଟଲି ଯୋଉ ଡିଭିଜିବଲ ହଉଛି ସେଇଥିରେ ଆମେ 7 ମିଶେଇବା ତାହେଲେ ଯାଇ ତ ରିମାଇଣ୍ଡରଟା ହବ ନା ତେଣୁ ଏଇଠି ଯୋଉ ଏଲସିଏମ ଟା ପାଇବୁ ହେଲା ସେଥିରେ କଣ କରିବୁ x ରେ ତୁ 7 ମିଶେଇବୁ ଏଠି ଯାହାଟା ପାଇବୁ ତାହେଲେ ସଂଖ୍ୟାଟା କେତେ ହବ ତାହେଲେ ସେ x + 7 ହେଇଯିବ ସେ ସଂଖ୍ୟାଟା ବୁଝିପାରୁଛ ନାହିଁ ଏଇଟା ହେଇଯିବ ଆନ୍ସର ये ହେଲା
ତାହେଲେ ଏଲସିଏମ ଅଫ ଆଙ୍କର କାଢିବୁ ଏଲସିଏମ ଯେତିକି ବାହାରିବ ସେଥିରେ 7 ମିଶେଇବୁ ସେଇଠି ହେଇଯିବ ଆନ୍ସର। लिस्ट नंबर टा ହେଇଯିବ କେତେ x + 7 କାଢି ପାରିବୁ ନା କାଢି ପାରିବୁନୁ? yes sir। ସେଇ ସିଷ୍ଟମ ଜିନିଷଟା ମନେ ରଖ। 3.7 ରେ ଏଇ क्वेश्चन ଟା କହିଲୁ। ଏଟା सर रेणु मैंने दीटा बैग किनला तू तार एମିତି କାଇଁ दाम କହୁଛୁ ରେଣୁ? तो पढ़ा स्टाइल ଗୋଟେ ଅଲଗା ପ୍ରକାର ଆକ୍ଚୁଆଲି। ରେଣୁ Renu purchases 2 bags of fertilizer of weights 75 kg and 69 kg. Find the maximum value of weight which can measure the weight of the fertilizer exact number of times. ବୁଝିପାରୁଛ सर ନାହିଁ? दीटा बहुत आगु भारी exact number of times ମାନେ ପୁରା ସମାନ ସଂଖ୍ୟାରେ ସେ ଓଜନ କରାଯିବ ତାକୁ। ତାହେଲେ maximum ପଚାରିଛି ତ that is 75 ଆଉ 69 ର HCF କାଢିବୁ। ଠିକ କି? yes sir। ଗୋଟେ କରିବିନି ତୁ ସବୁ କରିବୁ କପିରେ ହେଲା। ଏତେ ସବୁ କହିହେବନି ଆକ୍ଚୁଆଲି। ଯାହା ବାହାରିବ ସେଇଟା ଉତ୍ତର ଲେଖିବୁ। 2 नंबर 3 boys stayed soft together। था सही अब है सही खाली आरो खाली कौन भरियो कहबी और दोसर एटा भरियो एलसीएम को। अच्छा ये जो 1 नंबर रो जो तार जो प्रोसेस टा लिखि परिबो ना ये सर कौन लिखिबू लिखिबू वेट ऑफ 2 बैग्स ହେଲା कौन लिखिबू ये वेट ऑफ 2 वेट ऑफ बैग्स 2 बैग्स हे 75 केजी गोटे 69 केजी से पचार से मैक्सिमम वेट लिखिबू मैक्सिमम मींस मैक्स वेट is equal to HCF of 69 and 75 तापर सिंपली 16 HCF उत्तर बाहर करिबू लिखिबू व्हाट मैक्सिमम वेट इज इक्वल टू तब लिखिबू व्हाट मैक्स वेट इज इक्वल टू या उत्तर बाहर HCF टा लिखिबू सेटा बुझि पारला नहीं ये सर तापर 3 बॉयज थ्री बॉयज मको स्टेप अप टुगेदर एबे एग्जांपल करछन स्टेप अप टुगेदर तीनटा पिला अछंती एका संग पाद पकेले बुझिला गोटे जगह बाहरले मींस एई स्पॉट रू बाहरले ये सर देयर स्टेप्स मेजर 63 सेंटीमीटर ताले जनकर गोटे स्टेप जाउची 63 सेंटीमीटर आउ जनकर जाउची केते 70 सेंटीमीटर मींस केते एतिकी तो टिके बड़ एठी आउ जनकर जाई 77 मतलब ता स्टेप टा पुनी एठी जाई एठी सर बुझी व्हाट इज द मिनिमम डिस्टेंस केते डिस्टेंस वन गले इट शुड कवर सो दैट all can cover the distance in complete steps समने तांको जो लास्ट स्टेप रे जो पहुंचीबो समान संख्यक स्टेप रे पहुंचीबो आ स्टेप रे एठी पहुंचीबो आ स्टेप रे जते बड़ से भी एठी पहुंचीबो आ स्टेप जते बड़ हो ना ये भी एठी पहुंचीबो एंड लाइन रे तांको लास्ट स्टेप टा पहुंचीबो बुझि पारला नहीं ताले से मिनिमम पछर जिगो व्हाट इज द मिनिमम डिस्टेंस बुझि पारछो नहीं तो बुझि पारला को लिखिबि ताले सेटा ये सर you fast boy you measure of distance fast boy step covers like you fast boy covers in one step ଗୋଟେ step ଟା ଯାଉଛି କେତେ 63 सेंटीमीटर और लिखिबୁ सेकंड बॉय covers in one step is equal to 70 सेंटीमीटर और थर्ड बॉय ହେଲା covers in one step এটা actually one step ହେଲା is equal to how much 77 ତାପରେ କଣ ଲେଖିବୁ ମିନିମମ୍ डिस्टेंस is equal to ତାଙ୍କର LCM of 63 70 77 ବୁଝିପାରିଲ ନା उत्तर ଯାହା ବାହାରେ ସେ ଲେଖିବୁ କପିରେ ଆଚ୍ଛା ଏଇଟା ଆସିବ नंबर ହଁ ये सर ହଁ 3 ନମ୍ବର କରିବୁ କହ
सर आर बाहरिब जो ये बाहरिब कौन सेटा तो कहते एचसीएफ बाहरिब लॉन्गेस्ट कि କରିବୁ ତାହେଲେ ଧାରା କଣ ଲେଖିବୁ ଲେଖି ଦଉଛି ଦେଖ ଟୁ ଲେନ୍ଥ ଅଫ ରୁମ୍ କେତେ ଦେଇଛି ଗୋଟେ ଗୋଟେ ଲେନ୍ଥ ବ୍ରେଡଥ ହାଇଟ୍ ଦେଇଛି ଲେନ୍ଥ ଦେଇଛି 825 ରେସ୍ପେକ୍ଟିଭଲି ଦେଇଛି ନା ଲେନ୍ଥ ହଉଛି 825 और लिखो ब्रेड्थ BREADTH ब्रेड्थ ऑफ रूम इज इक्वल टू कितना हाउ मच 75 और हाइट हाइट ऑफ रूम इज इक्वल टू 450 सेंटीमीटर longest step is equal to HCF of these three numbers 825 675 and another is 450 बुझेला नहीं उत्तर जा पर से लिखिबू यस सर हाँ এইটা 4 নাম্বারটা 4 নাম্বারটা কোন কহ and the smallest three digit number which is exactly divisible by 6 8 and 12 आठ 12 ର सर बाहरिब एलसीएम बाहरिब 3 डिजिट नंबर 3 डिजिट स्मॉलेस्ट नंबर रे हरा हबो अच्छा अच्छा ठीक अछि कोन कहलु तू कहलु आमे प्रथमे काढिबा LCM of this is your option actually your way yes 6 8 12 6 8 12 LCM केते हबो any idea ए जो 24 केते हे जिवो 24 24 कि नहीं कोन करिया कहलु जल्दी क्विक कह बुझना नहीं तापर को करबा स्मॉलेस्ट नंबर आनिबा 3 digit smallest number आनिबा केमति आनिबा 100 हां 100 सर 100 रे कोन करिया 24 हरिबा 24 हदिबा बुझरला पर कोन हबो 24 चो 96 रिमाइंडर पइला केते 4 तापर कोन करिया 24 ରୁ 4 फेडिबा 24 ରୁ 4 फेडिबा अच्छा केते यस होला 20 हां तापर कोन करिया 3 डिजिट नंबर रे 20 मिसेइबा म्हणजे स्मॉलेस्ट 3 डिजिट नंबर पाइले अच्छा यस 100 रे तो 20 मिसेइबा दैट विल बी द आंसर ठीक अछि नो प्रॉब्लम ओके सर ଶୁଣୁ ନା ଏକ୍ଜାମ ପାଇଁ ଦେଇ ଦେଇଛି ସେ କଣ କରୁଛନ୍ତି ନା କର तापर नेक्स्ट नंबर 5 नंबर टा यस सर नो सर फाइंड द ग्रेटेस्ट 3 डिजिट नंबर फाइंड द ग्रेटेस्ट 3 डिजिट नंबर सर ଏତିକିର ଯୋଉ ଏସଏ ବାହାରିବ इससे भारियो नो इससे सर बगा ଏସଏ ग्रेटेस्ट पचरछिबा नो सर ଏସଏ ବାହାରିବ ମତେ ଲାଗୁନି को भारियो को एलसीएम एलसीएम भारियो अच्छा एलसीएम ऑफ 8 10 12 812 केते हबो 60 60 60 सर ग्रेटेस्ट 3 डिजिट नंबर हां 810 सर एलसीएम के 60 भारियो 60 8 कोण करे अछि नहीं अछि केते हबो तले 8 10 12 से 100 कोडला लागुछि 2 चो 2 5 200 2 दुने 5 2 3
2 दुने 4 दुने 8 5 40 3 120 केते हबो 120 तापर कोन करिवा तापर 999 आनिबा 999 कोन करिवा हरिवा अच्छा ठीक अछि 120 हरिबा 120 हरले 120 केते बार पकेया 120 रे तारे 120 10 होची 1200 यस पड़िबो 1284 12 9 108 यदि पकेट न पकेवा केते हिजिवो 12 9 108 माने 1080 हजार जो यस तो 12 8 पड़िबो 8 भले 1200 छाड़िबे 960 960 बस दैट इज द आंसर बुझि पाइला नहीं ସେଟା ହବନି କି ହେଲେ ଆରେ सर 12 ଆମେ ସିଧା ଏଠି 100 1280 ରେ 120 ରେ 8 ଗୁଣିଲେ 960 ହେଇଗଲା 120 ରେ ये ଆମେ सर ଯଦି 9 ଗୁଣିବା ତାହେଲେ କେତେ ହଉଛି 1080 ହଉଛି କି ନାହିଁ ତାହେଲେ ଏଇଟା ତ 4 ଡିଜିଟ ନମ୍ବର ହେଇଗଲା ତାହେଲେ ଏଇଟା ସବୁଠୁ ଗ୍ରେଟେଷ୍ଟ 3 ଡିଜିଟ ନେଇ ହେଇଗଲା ମାନେ ତୁ ଯେ ଏଇ ପ୍ରୋସେସ ରେ କଲୁ ଆକ୍ଚୁଆଲି ସେଇ ପ୍ରୋସେସ ଟା କଣ କରିବା କଥା ଏଲସିଏମ କାଟି ସାରିଲା ପରେ ତାକୁ ଗୁଣିବୁ ଯେ ପର୍ଯ୍ୟନ୍ତ ସ୍ମଲେଷ୍ଟ 3 ଡିଜିଟ ନମ୍ବର ନ ପାଇଛୁ ସେ ପର୍ଯ୍ୟନ୍ତ ଗୁଣି ଚାଲିବୁ ଏଲସିଏମ ପାଇଲୁ 24 ନା ନାହିଁ 24 ଦୁନେ କେତେ ହେଇଗଲା 48 ତ ଏଇଟା 3 ଡିଜିଟ ନମ୍ବର ନୁହଁ ତ 24 ଚଉ ହଉଛି କେତେ 190 ଏଇଟା ହଉଛି 2 ଡିଜିଟ ନମ୍ବର ତାପରେ 24 ରେ 5 ଗୁଣିବୁ 120 ଏଇଟା ହଉଛି ସବୁଠୁ ସ୍ମଲେଷ୍ଟ 3 ଡିଜିଟ ନମ୍ବର ତାପରେ ଆଉ ପୂର୍ବରୁ ନାହିଁ ତା सर ଉତ୍ତର ये ଏମିତି तो 120 ଏମିତି ବି କରିପାରିବୁ ଏମିତି ବି କରିପାରିବୁ ହେଲା କି ନାହିଁ ଏମିତି ବି କରିପାରିବୁ 24 ରେ ଗୁଣି ଗୁଣି ଚାଲିବୁ ଯୋଉଠି ପ୍ରଥମ 3 ଡିଜିଟ ନମ୍ବର ପାଇବୁ ସେଇଟା ଯେ ଉତ୍ତର ହେଲା ଏଇଠି କଣ କଲେ ତ ଏଇଠି ଆମେ 120 ସଂଖ୍ୟା ଗୁଣି ଗୁଣି ଚାଲିଲେ ଯେ ପର୍ଯ୍ୟନ୍ତ ଲାର୍ଜେଷ୍ଟ ନମ୍ବର ନ ପାଇଛନ୍ତି 3 ଡିଜିଟ ନମ୍ବର ହେଲା ତ ଏଇଠି ପାଇଲେ ଲାର୍ଜେଷ୍ଟ ତାପରେ ଆସିଲା 4 ଡିଜିଟ ତ ଏଇଠି ଆମେ ଅଟକି ଯିବା ବୁଝିପାରିଲେ ନା ନାହିଁ ତ ଦିସ୍ ଇଜ ଦ ନମ୍ବର ଆକ୍ଚୁଆଲି ହେଲା ଏଲସିଏମ ପାଇଗଲୁ ତାପରେ ଲେଖିବୁ ଦ ଲାର୍ଜେଷ୍ଟ ନମ୍ବର ଇଜ 120 into 8 ଲେଖିବୁ ଦ ଲାର୍ଜେଷ୍ଟ ନମ୍ବର ଇଜ 120 into 8 will be 960 simple next कह ता नंबर कह traffic lights at different road crossings सर कोच सर एलसीएम बाहरिबो ହୁଁ सर एलसीएम बाहरिबो जेतिक हबो 17 एम रे मिसा हबो अरे एलसीएम बाहरियो कार 48 बाहरियो 720 बाहरियो 108 बाहरियो एलसीएम काढିବୁ एलसीएम କେତେ ହବ ଆଙ୍କର এটা 12 ରେ କଟୁଛି ମୁଁ ଡାଇରେକ୍ଟ 12 ପକେଇଲି 12 12 12 ନୂଆ କି ନାହିଁ ତାପରେ 2 ରେ ପକେଇଲି 2 ଦୁନେ 2 3 is 9 2 ପକେଇଲି 3 ପକେଇଲି 2 1 3 12 ଦୁନେ 24 24 3 72 72 ଦୁନେ 144 144 3 କେତେ ହେଇଯିବ 300 132 432 ହେଇଯିବ କେତେ ହେଇଯିବ 30 ବୁଝିଲେ କି ନାହିଁ यस सर ଆଚ୍ଛା ଏଇଟା ଆଚ୍ଛା ତାପରେ କଣ କରିବୁ ତୁ 7 am ରେ ମିଶେଇବୁ କେତେ ମିଶେଇବୁ 7 am ରେ सर एगुड़ा सेकंड रे अछि ହଁ एक ଏସବୁ ଏଇଟା ସବୁ ସେକେଣ୍ଡରେ ଅଛି ଆକୁ କଣ କରିବୁ ତୁ यस सर ମିନିଟକୁ एक କନଭର୍ଟ କରିବୁ मिनट ହଁ ଗୋଟେ यस ମିନିଟ सर 60 ସେକେଣ୍ଡ ତାପରେ 430 କୁ ଏଗେନ୍ 6 ରେ ମୁଁ ଡିଭିଜିବଲ କରିବି ଡିଭାଇଡ କରିବି यस ହେଲେ सर କେତେ ହେଇଯିବ 60 ଡିଭାଇଡ कଲେ କେତେ ହେଇଯିବ 36 17 17 24 642 56 420 642 420 ହେଲା ପ୍ରଥମେ सर ହେଲା ଆଉ 12 ବଢିଲା ତାହେଲେ 7 ମିନିଟ 12 ସେକେଣ୍ଡ କେତେ ହବ 430 7 ସେକେଣ୍ଡ କୁ ମୁଁ मिनट ଲେଖିପାରିବୁ 7 7 घंटा ମିନିଟ୍ସ 7 ମିନିଟ 12 ସେକେଣ୍ଡ ବେ 7 ଘଣ୍ଟା କଣ କହୁଛୁ ବେ ମାନେ ସବୁ ମିଶିଲା 7 ଘଣ୍ଟା 7 ମିନିଟ୍ 12 ସେକେଣ୍ଡ ହଉନି କି ହଁ ତାମାନେ 7ଟାରେ ବାହାରିଲୁ ତୁ ତାହେଲେ 7ଟା 7 ଆଉ 12 ସେକେଣ୍ଡ ଏଇଟା ହଉଛି ଆୱାର ଘଣ୍ଟା ଏଇଟା ହଉଛି ମିନିଟ ଘଣ୍ଟା ଦିସ୍ ଇଜ ସେକେଣ୍ଡ ଘଣ୍ଟା ବୁଝିପାରିଲା ନାହିଁ ହେଲାନି 7 ଘଣ୍ଟା 7 ମିନିଟ 12 ସେକେଣ୍ଡରେ ପହଞ୍ଚିବ ସେ ଏତିକି ଟାଇମରେ ପୁଣି କଣ ସେ ପୁଣି ସାଙ୍ଗ ହେଇକି ଜଳିବେ ତା ମାନେ ନୁହେଁ କି यस सर ଏଇଟା ଗୋଟେ ପରୀକ୍ଷାରେ ପଡିଥିଲା ଆକ୍ଚୁଆଲି ଏଇଟା ମୁଁ ଏକ୍ଜାମରେ ବି ପକେଇଥିଲି ଏଇ କ୍ୱେଶ୍ଚିନ୍ଟା ଆଦର୍ଶ ପରୀକ୍ଷାରେ ପଡିଥିଲା ଆକ୍ଚୁଆଲି
कंप्यूटर पढ़छु ना बे सर कौन कहले कंप्यूटर ना सर बॉय नहीं वही नहीं मु कंप्यूटर वीडियो कोर्स देबी पढ़िबा ओके सर तापर को हाँ थ्री टैंकर्स कंटेन्स एतिकी लीटर्स डीजल हला कुछ फाइंड द मैक्सिमम कैपेसिटी कौन पचारछि मैक्सिमम कैपेसिटी मैक्सिमम पचारछि माने कौन करिवे हमें 403 सर एसएफ 465 रे एसएफ भारिबो एसएफ केते भारिबार दे क्वेश्चन करिनो एटा ए क्वेश्चन मन रखिते सबले एटा एक्चुअली माने एटा मन रखिବାକୁ पड़िबो तू डायरेक्ट किछि पाइबुनी ହେଲା ନା एक्चुअली एटा ଗୋଟେ प्राइम नंबर रे कटुची बुझि परछ ना तो केमिति देख एई संख्या जदी मन न पसे प्राइम फैक्टर काढी बुझि परले नहीं हेलो जो ट्विंकल सुन तो यस सर गोटे संख्या एससीएफ देइछि माने मन रखिथिबु गोटे कोना को संख्या कटुथिबो निश्चित तीन टाइम तेणु जोटार प्राइम फैक्टर बाहरी पारछि सेटार बाहरी पारि बाहर कर दो आगे मनकर मु देखि 465 को देखिबी देखा होछि मु सीधा कोन कहली 465 रो प्राइम फैक्टर्स काढिबी तो 5 रे केते गुणले 465 हेबो 5 गुणन 5 नुआ 45 1 15 5 3 15 એટલે 5 गुणन 93 तो 93 के पुणी मु प्राइम फैक्टर करबी बुझि परछ नहीं तो 93 कले केते हेजु 93 रो 3 द्वारा कटुची नति बाहर अछि ताले 3 रे केते गुणले 93 हेबो 3 गुणन 31 निश्चित भाବରେ फैक्टर से 5 3 31 भितर को संख्या गोटे हबो एठी मु जानि गली बुझि परछ नहीं मु जनकर प्राइम फैक्टर काढिली मु एबे जानि गली 5 हेबो न 3 हेबो न 31 भितर कोटा गोटे फैक्टर हबो हला मु प्रथम 5 को चेक करबी तो 5 फैक्टर हो माने तो 5 रे सब संख्या डिविजिबल होते दरकार 5 रे ये डिविजिबल होनी तने 5 केबे भी फैक्टर हे परिबो नाही एचसीएफ हे परिबो नाही तापर 3 के चेक करबी 3 होउची कि नाही तो 3 होउची माने 3 3 सब संख्या फैक्टर हे दिया दरकार तो 3 एइतरे चेक करबी एइतरे तो होउची एइतरे चेक करबी 4 3 7 7 4 3 7 4 11 এটা 11 होउची তাহলে এইটা 3 দ্বারা ডিভিজিবল হোনি মানে এইটা কেবে भी 3 রে ফ্যাক্টর হেই परिबो नाही কোটা এইটা বাকি বঞ্চিলা 31 तो 31 निश्चित सब संख्यार फैक्टर गोटे हबो बुझि पाइले नहीं तो 31 से सब संख्या को हरिबी 31 के 31 से 93 31 3 93 31 के 31 से 104 ହେଲା 31 के 31 से एटा बोले 11 114 ନା 124 ହେଇଯିବ 124 ହେଲେ 31 31 ଚଉ ହଉଛି 124 14 ପାଇଲି ଏଇଟା ହେଲା ତ 31 ରେ 15 ଗୁଣିଲେ 165 ପାଇବି ତ 31 ହେଇଗଲା ଏସସିଏଫ ବୁଝିପାରିଲ ନା କେମିତି ମୁଁ ଜାଣିଲି ଏଇଟା ନା ଆଉ ଥରେ यस କହିବି सर देख এইটা ଗୋଟେ यस सर କମ୍ପ୍ଲିକେଟ এই যে 31 डायरेक्ट कटुଛି ଏଇଟା ପୁରା ପ୍ରାଇମ ନ ତାଠୁ ବଡ ନମ୍ବରଟେ ମୁଁ ତାକୁ ପ୍ରଥମେ ଗୋଟେ ସହଜିଆ ନମ୍ବର ପ୍ରାଇମ ଫ୍ୟାକ୍ଟର କାଟିଦେଲି ହେଲା ନା 465 ର ତା ଫ୍ୟାକ୍ଟର କେତେ ମୁଁ କାଢିଲି 5 3 ଆଉ 31 କାଢିଲି ହେଲା ତ ଆଇଦର ଇଏ ଗୋଟେ ହାଇଏଷ୍ଟ କାଉଣ୍ଟ ଫ୍ୟାକ୍ଟର ହେଇପାରେ ନହେଲେ ଇଏ ବି ହେଇପାରେ ନହେଲେ ଇଏ ବି ହେଇପାରେ ମୁଁ ଚେକ୍ କଲି 5 ସବୁ ସଂଖ୍ୟାରେ ଅଛି କି ନାହିଁ ପ୍ରଥମେ 5 ଏଇଠି ଗୋଟେ ଫ୍ୟାକ୍ଟର ଅଛି କିନ୍ତୁ ଏଠି ନାହିଁ ତ 5 କୁ ମୁଁ ଏଠି କ୍ୟାନସଲ କଲି 5 କେବେ ଏସଏଫ ହେଇପାରିବ ନାହିଁ ଆଉ 3 କୁ ଚେକ୍ କଲି 3 ଏଇଥିରେ ଅଛି କିନ୍ତୁ ଏଇଥିରେ 3 ଡିଭିଜିବଲ ହଉନି କି ଏଥିରେ ହଉନି ତ 3 ବି କେବେ ହେଇପାରିଲାନି ବାକି ବଞ୍ଚିଲା 31 ତାହେଲେ 31 ନିଶ୍ଚିତ ସବୁ ସଂଖ୍ୟାରେ ଅଛି 31 ଡାଇରେକ୍ଟ ଧରଲି ତ ପାଇଗଲି ବୁଝିପାରିଲେ ନାହିଁ ବଡ ବଡ ସଂଖ୍ୟାକୁ ଏମିତି यस କାଢିବୁ ହେଲା ଏଟା ସବୁ ଟ୍ରିକ୍ସ ମନେ ରଖିଥା କନଫ୍ୟୁଜ ହବୁନୁ ଠିକ ଅଛି ତୁ ଲେଖିବୁ କଣ ଲେଖିବୁ କ୍ୱେଶ୍ଚନ କଣ ଲେଖିବୁ 3 ଟ୍ୟାଙ୍କର୍ସ କଣ୍ଟେନ୍ସ ଏତିକି ଲିଟର ଏତିକି ଲିଟର ଏତିକି ଲିଟର ଅତএବ ମ୍ୟାକ୍ସିମମ୍ କ୍ୟାପାସିଟି ଲେଖିବୁ ମ୍ୟାକ୍ସିମମ୍ କ୍ୟାପାସିଟି इक्वल टू एचसीएफ ऑफ एथिक इसे एटा पाइगले 31 अतएव which is maximum capacity of container that can measure the diesel of the three containers exact number of times is 31 liter सर क्या 3 घंटा रहला हो काली करिया बुझला ओके सर